ଦେଖୁଛନ୍ତି କେଉଁ ଭଳିଆ ଗରମ ହେଉଛି। ତେଣୁ ଏଇ ଗରମକୁ ଦେଖିକି ମୁଁ ଭାବିଲି ଆଜି ପଖାଳ କରିଦେବି। ଯଦିଓ ମୋ ଘରେ ଟିକେ ମୋ ଶାଶୁ ଅଛନ୍ତି ବୟସ୍କ, ମୋ ହଜବେଣ୍ଡ ସେମାନେ ଟିକେ ପସନ୍ଦ କଲେନି ପଖାଳ ଖାଇବାକୁ। ମୁଁ ତାଙ୍କୁ ବୁଝେଇଦେଲି ଯେ ତୁମେ ବ୍ୟସ୍ତ ହୁଅ ନା, ପଖାଳ ଖାଇବା ତୁମ ମନ ପସନ୍ଦର ଆଜି ଖାଇବ, ବ୍ୟସ୍ତ କିଛି ହୁଅ ନା। ତେଣୁ ତାଙ୍କୁ ବୁଝେଇବା ଯେ ମୁଁ ଚାଲିଲି କିଚେନ୍କୁ। ତେଣୁ ଆଣିଥିଲେ ହଜବେଣ୍ଡ ନାଲି ଅକାଣ୍ଡିଆ ଚାଉଳ ଆଣିଛନ୍ତି। କହିଲେ ଏଥରକ ଆମେ ଅକାଣ୍ଡିଆ ଚାଉଳ ଖାଇବା, ଯେଉଁଟାକି ଦେହ ପାଇଁ ବହୁତ ହେଲ୍ଦି। ଆମର ସୁଗାର ଲେଭେଲ୍ ସୁଗାର ଟିକେ ରହୁଛି, ତେଣୁ ସୁଗାର ଲେଭେଲ୍ ପାଇଁ ମାନେ ଦେହ ପାଇଁ ସେ ଅକାଣ୍ଡିଆ ଚାଉଳ ନାଲି ଚାଉଳ ଆଣିଥିଲେ, ଯେଉଁଟାକି ରାନ୍ଧିବା ପାଇଁ ବି ଟିକେ ଟାଇମ୍ ଟେକିଂ। ତେଣୁ ମୁଁ ବି ଆଜି କ'ଣ କ'ଣ ସବୁ କଲି, କେମିତି କଲି, ରୋଷେଇ କେମିତି କଲି ଆପଣମାନଙ୍କୁ ଚାଲନ୍ତୁ ଦେଖେଇବି। ନମସ୍କାର, ମୁଁ ନଳିନୀ, ମୋ ଚ୍ୟାନେଲ୍ କୁକ୍ ୱିଥ୍ ନଳିନୀକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ତେଣୁ ମୁଁ ସକାଳୁ ଉଠି ଆଗ ଭାତ ରାନ୍ଧି ଦେଇଥିଲି। ଭାତ ରାନ୍ଧିକି ତାକୁ ଥଣ୍ଡା କରିଦେଇଥିଲି। ଆଉ ତା ପାଇଁ ସମୟ ଲାଗିବ। ତେଣୁ ପୋଇ ଆମର କହୁଥିଲେ ଆପଣଙ୍କୁ, ପୋଇ ମୁଁ ପ୍ରାୟ ସବୁଦିନ କରୁଛି। ପୋଇ ଆଣିଥିଲେ, ତେଣୁ ମୋତେ ପୋଇଟା ଭଲ ଲାଗେ। ପୋଇଟା ଟିକେ ସୁଖା ସୁଖା କରି ପଖାଳରେ କଲେ ଭାରି ବଢ଼ିଆ ଲାଗେ ଖାଇବା ପାଇଁ। ଆଉ ଯଦି ନନ୍ଭେଜ୍ ଖାଉଥିବେ ଏଥିରେ ଚିଙ୍ଗୁଡ଼ି ଫିଙ୍ଗୁଡ଼ି ପକାଇକି ଶୁଖୁଆ ପକାଇକି କଲେ ଭଲ ଲାଗେ। ତେଣୁ ମୁଁ କ'ଣ କରିଥିଲି, ତେଲ ପକାଇଦେଲି, ଫୁଟଣ ଲଙ୍କା ପକାଇଦେଲି, ତାପରେ ପୋଇ ଆଳୁ କାଟିକି ରଖିଥିଲି ତାକୁ ଦେଇକି ତାକୁ ଭଲ ଭାବରେ ମାନେ ଟିକେ କଷିଦେଲି। ଏଠି ସୋରିଷ ଜିରା ଲଙ୍କା ରସୁଣର ବଟା ଟିକେ ବେସର ଟିକେ ଦେଇଦେଲି, ତାକୁ ବି ଆଉ ଟିକେ କଷିଦେଲି। କଷାକଷି କରିଦେଇକରି ଅଳ୍ପ ଟିକେ ମାନେ 3-4 ଚାମଚ ଭଳିଆ ପାଣି ଦେଇକରି ତାକୁ ମୁଁ ଘୋଡ଼େଇଦେଲି। ଏଇଟା ମୁଁ ପଖାଳରେ ଖିଆ ହେବ, ତେଣୁ ଟିକେ ଟିକେ ସୁଖା ସୁଖା କରିବ, ବେଶୀ ବି ପାଣିଆ କଲେ ଭଲ ଲାଗିବନି। ଆଉ ଅଲଗା କିଛି ପରିବା ଥିଲା ଯଦିଓ ମୁଁ ଆଉ କିଛି ଅଲଗା ପରିବା ନଦେଲିନି, ଏତିକି ହିଁ କରିଦେଲି। ମୋର ପୋଇ ଚୁଡ଼ଚୁଡ଼ା ହେଇଗଲା। ତାପରେ ଏଠି ଭେଣ୍ଡି ଚୁନ ଚୁନ କରି ଭେଣ୍ଡି କାଟିଥିଲି, ତେଣୁ ସେଥିରେ ଲଙ୍କା ତେଲ ଦେଇଦେଲି, ଫୁଟଣ ଲଙ୍କା ଦେଇଦେଲି। ଫୁଟିଗଲା ପରେ ତେଣୁ ପିଆଜ ଟିକେ ଦେଇକରି ସେ ଭେଣ୍ଡିକୁ ଦେଇଦେଲି, ଭେଣ୍ଡି ପକାଇଦେଲି। ତେଣୁ ଏଇଠି ଭେଣ୍ଡିକୁ ମୁଁ ଟିକେ ତାୱାରେ ଭାଜିଲି। ଏଠି କହନ୍ତି ଯେ ତାୱାରେ ଭାଜିଲେ ଟିକେ ଭଲ ଟେଷ୍ଟ ଲାଗେ, ତେଣୁକରି ମୁଁ ଦେଖିବା ତାୱାରେ ଭାଜିବା। ତାପରେ ଲୁଣ ହଳଦୀ ଦେଇକରି ତାକୁ ମୁଁ ମିଡ଼ିୟମ୍ ଆଞ୍ଚରେ ପୋଡ଼ ପୋଡ଼କରି ଭାଜିଦେଲି ହେଲା। ପୋଡ଼ ତାପରେ ଆଳୁ ବି ସିଝେଇ ଦେଇଥିଲି, ଆଳୁକୁ ଭର୍ତ୍ତା କରିଦେଲି। କାହିଁକିନା ଆଳୁ ଭର୍ତ୍ତା ବିନା, ମୁଁ ମୋ କଥା କହୁଛି, ମୋର ପଖାଳଟା ଖାଇବାଟା ଯେମିତି ଅଧୁରା ଅଧୁରା ଲାଗେ, ମୋତେ ଭଲ ଲାଗେନି। ତେଣୁ ଆଳୁ ଭର୍ତ୍ତାଟି ମୋର ଯେମିତି ହେଲେ ପଖାଳ ପାଖରେ ଥିବା, ଯେମିତି ହେଇଥିବ, ଆଉ କିଛି ଥାଉ ନଥାଉ ମୋର ଆଳୁ ଭର୍ତ୍ତାଟି ଟିକେ ଥିବ। ତାପରେ ଏଇଠି ବାଇଗଣ ଦୁଇଟାକୁ ମୁଁ ମଝିରୁ କାଟିକି ତାକୁ ସରୁ ସରୁ କରି କାଟି ଦେଇଥିଲି। ମୋର କାଲିର ଚାଉଳ ଟିକେ ବଟା ପିଠଉ ଟିକେ ଥିଲା, ସେଥିରେ କି ଜିରା ରସୁଣ ଆଉ ଲଙ୍କା ଦେଇ ବାଟି ଦେଇଥିଲି, ଟିକେ ଲୁଣ ହଳଦୀ ପକାଇ ଦେଇଥିଲି। ସେଥିରେ ତାକୁ ଡିପ୍ କରିକିରି ମୁଁ ଏ ବାଇଗଣକୁ ତାକୁ ଟିକେ ପିଠଉ ଦେଇକରି ତାକୁ ଟିକେ ଭାଜିଦେଲି। ତେଣୁ ଏମିତି ଭାବେ ଭାଜି ଦେଇକରି ତାପରେ ମୁଁ କ'ଣ କଲି ନା, ଦେଖୁନ ଏମିତି ଏଇ ଭଜାଟା ଭାରି ଭଲ ଲାଗେ ବି ପଖାଳରେ ଖାଇବା ପାଇଁ। ଏଠି ପିଠଉ ଦେଇ ଗତକାଲି ମୁଁ କଖାରୁ ଫୁଲ ପିଠଉ ଦେଇ ଭାଜିଥିଲି। ଆଜି ମୋର ଟିକେ ବଳି ଯାଇଥିଲା, ତାକୁ ମୁଁ ବାଇଗଣ ଦେଇ ଭାଜିବି। ଏମିତିରେ ଆଳୁରେ ବି ଦେଇ ଭାଜି ହେବ, ବା ଭେଣ୍ଡିରେ ଭାଜି ହେବ, ପୋଟଳରେ ଭାଜି ହେବ, ଏମିତି ସବୁଥିରେ ଭାଜି ହେବ। ତାପରେ ମୁଁ ଚାଲିଲି ପଖାଳ ବାଢ଼ିବା ପାଇଁ। ଦେଖନ୍ତୁ ଭାତ କେମିତି ନାଲି ନାଲି ଦେଖାଯାଉଛି, ପୁରା ପେଜ ବଢ଼ିଆ। ଆଉ ଏମିତି ଭାତଟା ଦେହ ପାଇଁ ବି ବହୁତ ଭଲ ଏ ଭାତ। ତେଣୁ ଏଇଟାକୁ ଖାଇବା ପାଇଁ ଆଜିକାଲି ପିଲା ଟିକେ ପସନ୍ଦ କରିବେନି, ଆଖିକି ବି ଭଲ ଦେଖାଯାଉନି, ପସନ୍ଦ କରିବେନି, କିନ୍ତୁ ଦେହ ପାଇଁ ବହୁତ ଉପକାରୀ। ଯାହା ହଉ କେମିତି କ'ଣ ପାଇଗଲେ, ଆଣିକିରି ଆସିଥିଲେ। ତାକୁ ମୁଁ ସଜ ପଖାଳ, ତେଣୁ ସଜ ପଖାଳ ମୁଁ କହିଲି ଦହି ଛୁଙ୍କ ଟିକେ କରିଦେଲେ ଖାଇବେ, ପସନ୍ଦ କରିବେ ଖାଇବା ପାଇଁ। ଘରେ ଦହି ଥିଲା, ସେଥିରେ ଦହି ଦେଇଦେଲି। ଦେଇକରି ତାପରେ ତାକୁ ମୁଁ ବଘାରି ଦେଇଥିଲି। ବଘାରି ଦେଲି କ'ଣ, ସେ ଟିକେ ଦେଖନ୍ତୁ ଟିକେ ତେଲ, ହେଙ୍ଗୁ, ଲଙ୍କା, ଜିରା ଆଉ ଭୃଷଙ୍ଗ ପତ୍ର, ତାପରେ ଟିକେ ଆମ୍ବ କଷିଆ ଅଦା, ଜିରା ଗୁଣ୍ଡ, ଏମିତି ସବୁ ଦେଇକି ମାନେ ମୁଁ ଦହି ପଖାଳ ପ୍ରସ୍ତୁତ କରିଦେଲି। ମୋର ପ୍ରସ୍ତୁତ ହେଇଗଲା ଦହି ପଖାଳ। ତାହେଲେ କେମିତି ଦେଖିଲେ କେତେ ସହଜରେ ହେଇଗଲା। ଏତେ ଗରମକୁ ଏମିତି ଟିକେ କରି ପଖାଳ କଂସାଏ ଖାଇଦେଲେ କେତେ ଶାନ୍ତି ଲାଗେ। ତା ସହିତ ଯଦି ଶାଗ ଫାଗ ଟିକେ ହେଇଥିବ, ଶାଗ ତ ଆଜି ମୁଁ ଅଲଗା ଶାଗ କ'ଣ ପୋଇ ଶାଗ ଥିଲା ବୋଲି ମୁଁ ଅଲଗା ଆଉ କିଛି ଶାଗ କଲିନି। ଆଉ ତାହେଲେ ଆପଣମାନଙ୍କୁ କେମିତି କ'ଣ ଲାଗିଲା କହିଲେ ମୋର ଆଜିର ଏଇଠି ପଖାଳ କଂସାଟି। ଆଉ ଏଇ ଗରମ ପାଇଁ ପଖାଳ କଂସାଟି ଖାଇଦେଇ ତୋରାଣୀ ମୁନ୍ଦେ ପିଇଦେଲେ ଯେମିତି ପୁରା ଯେମିତି ଆତ୍ମା, ପେଟ ତ ଶାନ୍ତି, ଆତ୍ମା ବି ଶାନ୍ତି ହେଇଯିବ। ଆପଣମାନେ କ'ଣ କେମିତି ଭଲ ଲାଗିଲା କି ନାହିଁ ମୋତେ ଟିକେ କମେଣ୍ଟରେ ଜଣାଇବେ। ଯଦି ଭଲ ଲାଗିଲା ତାହେଲେ ଲାଇକ୍ କରିବେ, ଯଦି ଭଲ ନ ଲାଗିଲା ତାହେଲେ ଲାଇକ୍ କରିବେନି ବା ଡିସଲାଇକ୍ କରିଦେବେ।
आउ जदि किए नुआ अच्छा मो चैनल प्लीज मो चैनल को टिके सब्सक्राइब करदेवे आउ जदि नुआ थे सब्सक्राइब कर सहित बेल बटन में क्लिक करदे नुआ नुआ वीडियो जहाँ अपलोड हम आपण मैंने देखिपारे यही तो जीवन तेणु नीतिदिनिया जीवन खाद्य तो आमर सब या ना आम तो गोटे मिडिल क्लास फैमिली को जब आम बिलंग करवा आम आ सब छपन जो मैंने अधिका प्रकार तो करके खाईपर साधा सीधा भाव बचा हेले एतिकी ही आम खाई खाई पीक रहीपर तेणु मो कथाटा कहूँ आपण मैंने आपण फैमिली को नहीं आपण मैंने जहाँ किसी भी करें अधिका जदि पसंद करुवे अधिका प्रकार किसी भजा भत्ता भी किसी करने तेणु मो फैमिली एत प्रकार आइटम कले कहीं खाया एत किए पसंद करते तेणु गोटे दुटा हेल्ले चलीज तेणुक मुझे ही करें आपण मानू केमती कौन लगे आपण मैंने निश्चित भाव में मत कमेंट रे जनइबे आउ कौन कहबी सब तो कहीदेली आउ कौन कहबी रोची नमस्कार जय जगन्नाथ देखुं को भाया खरा हो तेणु अधिक खरारे अधिका खरारे बाहर को बाहरतुनि घरे रुहतु सुस्थ रुहतु भलरे रुहतु एतिकी प्रभु जगन्नाथ पाखे प्रार्थना नमस्कार।